ଆଜି ମୁଁ କୁଆଡେ ଯାଇଥିଲି, ସେଠି କଣ ଘଟିଥିଲା ଆଉ କାହା କାହା ସହ ଦେଖା ହେଇଥିଲା, ଆସନ୍ତୁ ଏଇ ଭିଡିଓରେ ଦେଖିବା। ଆଜି ଅପାଙ୍କର ଘର ପ୍ରତିଷ୍ଠା ଥିଲା। ମୁଁ ଯେତେ ଜଲ୍ଦି ବାହାରିଲେ ବି ଘରୁ ବାହାରି ପାରିନଥିଲି। ଅପା ଯାଉ ଯାଉ କମ୍ପ୍ଲେନ କରିଥିଲା, ତୁ କାହିଁ ଏତେ ଡେରିକି ଆସିଲୁ? କହିଲି କଣ କରିବା, ବାପା ବା ଜମା ଛାଡ଼ିଲେନି, କହିଲେ ସେଦିନ ତ ଘର ଦେଖିବାକୁ ଯାଇଥିଲୁ, ଆଜି କାହିଁକି ଭୋଜି ଖାଇବାକୁ ଯିବୁ। କହିଲି ହଉ, ସମସ୍ତେ ଆସିଥିବେ, ଭୋଜି ଖାଇବାଟା ବଡ କଥା ନୁହଁ, ଟିକେ ବୁଲିକି ଦେଖିକି ଆସିବା, ସମସ୍ତଙ୍କ ସାଙ୍ଗରେ ଗୋଟେ ଗେଟ୍ ଟୁଗେଦର ହବ। ଝିଅ ଆମର ଯାଉ ଯାଉ କହିଲା, ବାପା କାହିଁ ଏତେ ଡେରିକି ଆସିଲ? ମୁଁ କହିଲି କଣ କରିବା, ଜେଜେବା ଛାଡ଼ିଲେନି, ସେଇଥିପାଇଁ ଟିକେ ଡେରି ହେଲା। ମାମାନେ ଆମର ଭୋଜି ଖାଇବ ବୋଲି ସକାଳୁ ପଳେଇ ଆସିଛି, ମନି ବି ପଳେଇ ଆସିଛି। ଏମାନେ ସବୁ ଭୋଜି ଖାଇବାକୁ ଆଗ ପଳେଇ ଆସିଛନ୍ତି। ଅପା ଆମର ବାର ବାର କହୁଛି, ଆଗ ଯା ଭୋଜି ଖାଇକି ଆସିବା। ମୁଁ କହିଲି ରହ, ଟିକେ ଦେଖା ହବା, କଥା ହବା। ପିଙ୍କି ଏତେ ବାଟରୁ ଆସିଛି, କଲି ଏତେ ବାଟରୁ ଆସିଛି, ଆଉ ମୁଁ ଏଇଠି ଥାଇକି ନ ଆସିଲେ ଭଲ ଲାଗିବ? ଏଥର ଆମେ ସବୁ ଖାଇବାକୁ ବାହାରିଲୁ। ଯିବା ଯିବାନି ହେଇକି କହିଲେ ଆଉ ଟିକେ କଥା ହବା, ନା ଖାଇଦେଇକି ଆସିକି କଥା ହବା, ଏମିତି ହେଇକି ଗଲୁ ଏଥର ଖାଇବାକୁ। ସମସ୍ତେ ବସିଗଲୁ ଖାଇବାରେ। ଏଠି ତ ଖାଲି ଆମରି ଘର ଲୋକ ଆଉ, ଇଏ ଗୋଟେ ଗେଟ୍ ଟୁଗେଦର ପାର୍ଟି ଆମର, ଆଉ ଯାହାକୁ ଦେଖୁ ସିଏ ଆମ ଘର ଲୋକ। ଆଉ ତାଙ୍କ ରିଲେଟିଭ ଯାହା ଥିଲେ ସେମାନେ ଆସିନାହାନ୍ତି ଖାଇବାକୁ, ଆମେ ସମସ୍ତେ ଆଗ ଆସିକି ବସି ପଡିଛୁ। ଖାଇବା ବି ଭଲ ହେଇଥିଲା। ଖାଇବା ଭିତରେ ସମସ୍ତେ ଗପସପ ହଉଥିବେ, ଯାହା ହଉ ଏମିତି ଗୋଟେ ଗୋଟେ ଜାଗାରେ ଆମ ମାନଙ୍କର ସବୁ ଦେଖା ହେଇଯାଉଛି। ଖାଇକି ତଳକୁ ଆସିଲା ବେଳକୁ ବାପା କହିଲା ରହ, ଆଉ ଟିକେ ଡେରିକି ଯିବ। ମୁଁ କହିଲି ଯୋଉ ଗରମ ହଉଛି ଆମେ ଏଠି ଆଉ ରହିପାରିବୁନି, ଖାଇସାରିଲା ପରେ ଆମେ ଯାଉଛୁ ପଳେଇବୁ। ତା ମନା କରିବା ସତ୍ତ୍ୱେ ଆଉ ଟିକେ ସମୟ ଠିଆ ହେଇକି କଥା ହେଲୁ। ଇଏ ହେଲେ ଆମର ଜଣେ ଡ୍ରାଇଭର ବାବୁ, ଇଏ ଯାଇଥିଲେ ଯେ ଇଏ ଖାଲି କହୁଛନ୍ତି ମୁଁ ଯାଉଛି ପଳେଇବି। ମୁଁ କହିଲି ରହ ମ, ତୁ ଖାଇସାରିକି ଅପେକ୍ଷା କର, ସମସ୍ତେ ଖାଇସାରିଲେ ନେଇକି ଯିବୁ, ପଳେଇବୁ କୁଆଡେ କହୁଛୁ? ଏମିତି କଥା ଭିତରେ ସେ କହିଲା ହଉ ତାହେଲେ ମୁଁ ବସୁଛି, ତମେ ଖାଇକି ଆସ ଆଉ।